गुड मॉर्निंग गाइस। तो बाजिगलाଣି 8:15 ଆଉ ମମି ଯଦି ଯାଇଛନ୍ତି ଗୋଟେ ଅଛି ଆମର। ହଁ 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 ଯିବି ବା ଏବେ ବାହାରିକି। ହଉ ହଉ। ତ ମମି ଡାଡି ଯାଇଛନ୍ତି ଟିକେ ଗୋଟେ ଅର୍ଥୋପେଡିକ ସେଣ୍ଟର ଅଛି ଏଇଠି ଆମର। ମମିଙ୍କର ହିଁ ହାତ କାନ୍ଧ ପେନ୍ ହଉଥିଲା, ସେଥିପାଇଁ ସେ ଡେଲି ଯାଉଛନ୍ତି। ଏବେ 2 ମାସ ହେଇଗଲା। ସେଠି ଟ୍ରେନର ଅଛନ୍ତି ତ। ହଁ ହେଲାଣି 8ଟା। ଯାଉଛି। ତ ସିଏ ଯାଇଛନ୍ତି ସେଠିକି। ମତେ କଲ୍ କରିଥିଲେ କ'ଣ ଖାଇବାକୁ ନେବେ ବୋଲି। ତ ସେ ଖାଇବା ଆଣିକି ଆସିବେ। ମୁଁ ଯାଉଛି ବ୍ରସ୍ କରିବି। ଆଉ ଆଜି କ୍ୱେଶ୍ଚିନ୍ ଆଉ ଡିସ୍କସ୍ କରିବିନି, ଆଜି ଖାଲି ପଢ଼ିବି ଟିକେ। ଓରିଏଣ୍ଟିକ୍ ସାର୍ଙ୍କର ଯେଉଁ ନୂଆ ସିରିଜ୍ ଷ୍ଟାର୍ଟ ହେଇଛି କ'ଣ ଥିଲା ସେଇଟା, ମୁଁ ତାର ଗୋଟେ କରିଥିଲି ସେଦିନ ଭୁବନେଶ୍ୱରରେ ଯେଉଁ ଥିଲି। ଆଉ କ୍ଲାସ୍ କରିନି, ସେଇଟା କରିବି। ଆଉ ଦେନ୍ ଦେଖିବା କ୍ୱେଶ୍ଚିନ୍ ବାକି ଆଜି ଆଉ ଦେଖିପାରିବିନି। ଆଜି ଟିକେ ବାୟୋ କରିବି। ଆଉ ଯେଟି ତ ଜଲ୍ଦି ଆସିଯିବ ଲାଗୁଛି। କାଲି ଯେଉଁ ସାର୍କୁଲେଟ୍ ହେଉଛି ସବୁ ଯେଉଁ କହିଛନ୍ତି କି ଜଲ୍ଦି ପ୍ରୋସେସ୍ ଷ୍ଟାର୍ଟ କରିବାକୁ ଆଉ ଡିଲେ ନ କରିବାକୁ, ତ ଆଉ ଏଠି ବହୁତ ଶୀତ ହେଉଛି। ମୁଁ ସେଥିପାଇଁ ଲେଟ୍ ଉଠୁଛି। ଠିକ୍ ଅଛି, ଜଲ୍ଦି କାମ ସାରିକି ଯାଉଛି, ବସିକି ପଢ଼ିବି। ନହେଲେ ମୋ ମା ପୁଣି ଆସିଯିବ ଡାକିବ। ତ କାଲି ଯେଟିର ନୂଆ ଅପଡ଼େଟ୍ ଆସିଛି କି ଜଲ୍ଦି ପ୍ରୋସେସ୍ ଷ୍ଟାର୍ଟ କରିବା ପାଇଁ ଆଉ ଡିଲେ ନ କରିବା ପାଇଁ। ତ ଯେଉଁମାନେ ପଚାରୁଥିଲେ ମୁଁ ଏବେ କ'ଣ ପାଇଁ ପଢ଼ିବି, ଏବେ ତ ଫିଲହାଲ ମୁଁ 2ଟା ପାଇଁ ହିଁ ପଢ଼ିବି, ଯେଟି ଆଉ ଏସ୍ଏସ୍ସି। ଯେବେ ତକ୍ ମାନେ ଗୋଟେର ଅଫିସିଆଲ୍ ନୋଟିଫିକେସନ୍ ନ ଆସିଛି ସେବେ ତକ୍ 2ଟା ପାଇଁ ହିଁ ପଢ଼ୁଥିବି, ଯେମିତିକି ଏବେ ମୁଁ କେମିଷ୍ଟ୍ରି ପଢ଼ୁଛି। ତ ବାକି ଦେନ୍ ମୁଁ ଭାବୁଛି ଯଦି ଯେଟି ଫାଷ୍ଟ ଆସିଗଲା ତାହେଲେ ଯେଟି ପାଇଁ ଖୋଲିଦେବି, ଆଉ ଯଦି ଏସ୍ଏସ୍ସି ଫାଷ୍ଟ ଆସିଗଲା ଏସ୍ଏସ୍ସି ପାଇଁ ଖୋଲିଦେବି। ଏମିତି ଯଦି ହେଲା ଏସ୍ଏସ୍ସି ଆସିବ, ତାର 1 ମାସ ପରେ ଯେଟି ଆସିବ, ଦେନ୍ ଏଗାin ମୁଁ ଯେଟିକୁ ସିଫ୍ଟ ହେବି। ଏସ୍ଏସ୍ସିକୁ ଦେବିନି, କାହିଁକିନା ଏସ୍ଏସ୍ସିର ପୋଷ୍ଟ କମ୍ ରହିବ। ଯେଉଁଥିରେ ଚାନ୍ସେସ୍ ଅଧିକ ଅଛି ସେଇଟାକୁ ହିଁ ଦେବି। ଆଉ ବାକି ଏବେ ଯିବି, କାହିଁକିନା 21ରେ ଭୋଜି ଅଛି, ତା ପୂର୍ବରୁ ଯିବି। ଦେନ୍ ପୁଣି 30ରେ ଆସିବି ଘରକୁ। ଦେନ୍ ମୋତେ ୱେଷ୍ଟେଜ୍ ଏଥର ପକେଇଛି, ସେଇଟା ତ ସେଣ୍ଟର କିଛି ମାଗିନି, ତ ସେଇଟା ହିଁ ଲାଗୁଛି ନିଜର ହିଁ ଯେଉଁଟା ପରମାନେଣ୍ଟ ଆଡ୍ରେସ୍, ତ ସେଇଥିରେ ହିଁ ପକେଇବ। ତ ମୁଁ ଘର ଆଡ୍ରେସ୍ ହିଁ ଦେଇଛି, ତ ମୋତେ ଲାଗୁଛି ଏବେ ଏମିତି ହେବ କି ତା'ର ସେଣ୍ଟର ପାଇଁ ବି ପୁଣି ଆସିବାକୁ ପଡ଼ିବ ଘରକୁ। ତ 3-4 ଦିନ ସେଠି ବି ଗଲା ଏପଟ ସେପଟ ହେଇକି, ଏମିତି ହେଇକି ଏବେ 3-4 ଥର ତ ଘରକୁ ଯିବା ଆସିବା ରହିବ। ଦେନ୍ ଯେଟି ପାଇଁ ତ ଚାଲିଛି ହିଁ ଏମିତି, କାହାର କିଛି ଆଉ ପ୍ରୋବ୍ଲେମ୍ ନାହିଁ। ଏସ୍ଏସ୍ସି ପାଇଁ ଟିକେ କମ୍ କରିଦେଇଛି, ଯେଉଁଠୁ ଯେଟି ପାଇଁ ଅଧିକ ଟାଇମ୍ ଦେଉଛି। ଦେଖିବା ଯେଉଁଟା ଫାଷ୍ଟ ଆସିବ ତା ପାଇଁ ହିଁ ଲାଗିବ। ମୋତେ ଶୋଷ ଲାଗୁଛି, ମୁଁ ଟିକେ ପାଣି ପିଇବାକୁ ଯାଉନି। ଏବେ ମୁଁ କେମିଷ୍ଟ୍ରି ପଢ଼ି ସାରିଲି, ବାୟୋର କ୍ଲାସ୍ ଗୋଟେ କରିବି, ନଖ କାଟିବି, ସେଇଟା ଗୋଟେ ବହୁତ ବଡ଼ କାମ। ଠିକ୍ ଅଛି, ଷ୍ଟଡି ଟେବୁଲ୍ ଉପରେ ବହି ଅଛି, ଆମ ଷ୍ଟଡି ଟେବୁଲ୍ ତଳେ ଶୋଇଛି। ଏମିତି ହେଉଛି ପାଠ ପଢ଼ା ଏଠି।
ଅଧିକ କ୍ଲିପ୍ କିଛି ଦେଇନି, ନାହିଁ ଅଧିକ ଟାଇମ୍ ଆଜି ପଢ଼ିଛି। ଦେହ ଭଲ ଲାଗୁନି ଆଜି ମୋର, ସେଥିପାଇଁ ଆଖି ବି ପୁରା ଫୁଲି ଯାଇଛି। ତ କାଲି ପଳେଇବି ମୁଁ ସକାଳୁ ଭୁବନେଶ୍ୱର, କାହିଁକିନା 20ରେ ଅଛି। ମମିଙ୍କ ସ୍କୁଲ ଯାଉଛନ୍ତି, ସେମାନେ ଏକ୍ସକର୍ସନ୍ ଯାଉଛନ୍ତି। ତ ମୁଁ କାଲି ରହିଲେ ସେମାନେ 20ରେ ପଳେଇବେ, ତ ଯାଇପାରିବିନି ଆଉ, ସେଥିପାଇଁ କାଲି ହିଁ ପଳେଇବି। କିଛି ନାହିଁ, ଆଜି ତ ଖାଲି ବସିକି ଯେଠି ଆସିଗଲା ଭିଡ଼ିଓ ଦେଖୁଛୁ। ତ ଦେଖିଆ ଭୁବନେଶ୍ୱର ଯିବି। ଆମର 5ଟାରୁ ବାହାରିକି ଆସିଲୁଣି ଘରୁ, ଆଉ ମୋ ହାଲତ ନାହିଁ ଠିକ୍। ଆଜି ଯାଇକି ଆଉ ଛତିଆ ପାଖରେ ହେଲୁଣି। ଆସିକି 8ଟାରେ ପହଞ୍ଚିଲି ମୁଁ ଭୁବନେଶ୍ୱରରେ। ଏବେ ଗାଧେଇ ଯାଉଛି ଟିକେ ପାର୍ଲର, କାହିଁକିନା ଯେଉଁ ଅଛି ଭୋଜି ଅଛି ଆମର ଚିକନଚଣ୍ଡୀରେ, ମୁଁ ଯାଉଛି ଟିକେ ପାର୍ଲର ଯିବି ଆଇବ୍ରୋ ସେଟ୍ କରିବାକୁ। ତାପରେ ଆସିକି ଖାଇକି ଦେନ୍ ଲାଇବ୍ରେରୀ ଯିବି। ଏବେ ଆଉ ଯାଇପାରିବିନି। ଆସିଲେଣି ତ ମୁଁ 8ଟାରୁ, କିନ୍ତୁ ଏବେ 3ଟାରେ ଯାଉଛି ଲାଇବ୍ରେରୀ। କାହିଁକିନା ଆସିକି ଯେହେତୁ 5ଟାରୁ ବାହାରିଥିଲି, ତା ପୂର୍ବରୁ ଉଠି ଫ୍ରେଶ୍ ହେଇ ଆସିଥିଲି, ତ ମୋର ହେଇଯାଇଥିଲା ହାଲତ ଟାଇଟ୍। ଶୋଇ ପଡ଼ିଥିଲି। ଆସିକି ଖାଇବା ଆଣିବାକୁ ଯିବା ପାଇଁ ମୋ ସାଙ୍ଗକୁ ମୁଁ ଡାକୁଛି, ଉଠୁ ଯିବା ଖାଇବା ଆଣିବା, ସେ ମୋତେ ଡାକୁଛି, ଆଉ ତ ପୁରା ୱେଟ୍ କରୁଛି 2ଟାରେ ଖାଇବା ଆଣିବାକୁ। ଏବେ ଖାଇକି ଜଷ୍ଟ ବାହାରିଗଲି। ନିଦ ତ ମୋତେ ଏବେ ବି ଲାଗୁଛି, ଥଣ୍ଡାଟା ଯେଉଁ ବାଜି ଯାଇଛି ନା, ସେଥିପାଇଁ। ତ ଟିକେ ଯାଇ ଏବେ ଟିକେ ପଢ଼ି ଦେଇକି ଆସିବି। ଟା 10 ହେଇଛି, ଲାଇବ୍ରେରୀରୁ ଆସିଲି, ଚା ଆଣିକି ଆସିଛି। କାହିଁକିନା ସକାଳୁ ଯେଉଁ ଆସିଛି ଥଣ୍ଡାର ଅସର ମୋ ଉପରେ ପଡ଼ିଯାଇଛି। ତ ଏବେ ବହୁତ ଦିନ ହେଲା ସମସ୍ତେ କହୁଥିଲେ ମ୍ୟାଥ୍ କେଉଁଠୁ ପଢ଼ୁଛୁ ଲିଙ୍କ୍ ଦେବାକୁ, ଯେହେତୁ ଘରକୁ ବି ଗଲି ଏସବୁରେ। ଆଜି ମୁଁ କହିଦେବି କେଉଁ ଚ୍ୟାନେଲରୁ ପଢ଼ୁଛି। ଓଭିୟସ୍ଲି ମ୍ୟାଥ୍ ତ ଡିରେକ୍ଟଲି ଆସିବନି ଯାହା ହେଲେ ବି, ବାକି କନସେପ୍ଟ ହେଇଯାଇଥିଲେ ମ୍ୟାଥ୍ ବହୁତ ଇଜି ଲାଗିବ। ମୁଁ ଗୋଟେ ମ୍ୟାଥ୍ରେ 0 ରଖୁଥିବା ପିଲା, ଏଥର 19 ରଖିଛି LTRରେ ଫ୍ରିରେ। ତ ବୁଝିପାରୁଥିବେ, ମ୍ୟାଥ୍ରେ ଥରେ ମନ ଲାଗିଗଲା ମାନେ ଲାଗି ହିଁ ଯିବ। ତ କ'ଣ କହୁଥିଲି କହିଦେବି, ଆଉ ସେ 1 ମାର୍କ ବି ମୋର ଏକ୍ସଟ୍ରା ଚାଲାକି ପାଇଁ ଘଟିଛି। ତ ମ୍ୟାଥ୍ର କେଉଁଠୁ ପଢ଼ୁଥିଲି ଡିସ୍କସ୍ କରିଦେବି। ତ ଏବେ ମୋର ଖାଇବା ପିଇବା ସବୁ ସରିଲା। ଆଉ ଯେବେଳେ ମୁଁ ସାଇନ୍ସର କ୍ୱେଶ୍ଚିନ୍ ଆନାଲିସିସ୍ କରିଥିଲି, ସମସ୍ତେ କମେଣ୍ଟ କରୁଥିଲେ ମ୍ୟାଥ୍ର କେମିତି କ'ଣ କେଉଁଠୁ କରୁଛି, ସିଲେବସ୍ କ୍ୱେଶ୍ଚିନ୍ ନଉନି। ଦେଖିପାରୁଥିବେ ମୋର ଚାରିଆଡ଼େ ପିମ୍ପଲ୍ ବାହାରି ଯାଇଛି। ଏପଟରେ ବି ଅଛି କି ନା, ଏଠି ଚାରିଆଡ଼େ। ତ ଫାଷ୍ଟ ମୁଁ ତ ଏତିକି ସବୁ ମୁଁ ପଢ଼ିଛି ସାହିଲ ସାର୍ଙ୍କଠୁ, ସେପ୍ସ ଆଣ୍ଡ ସ୍ପେଶାଲ ରିଲେସନସିପ୍ର। ବାକି ମେନ୍ସୁରେସନ୍ଟା ମୁଁ ଚିନ୍ମୟ ସାର୍ଙ୍କର କରିଥିଲି। ଦେନ୍ କମର୍ସିଆଲ ଆରିଥମେଟିକ୍ଟା ଭେରିଏସନ୍ ଆଣ୍ଡ ଇଟ୍ସ ଆପ୍ଲିକେସନ୍, ଏଇଟା ମୁଁ କରିଥିଲି ଆଲଜେବ୍ରାର। ଦିପଟ ସାଇଡ଼୍ର କଞ୍ଜୁସି କରିକି ଦିପଟ ସାଇଡ଼୍ର ଅଲଗା ଅଲଗା କରିଛି ମୁଁ। ଏଇଟା ମୁଁ କରିଥିଲି ଖାଲି ପ୍ରୋ ଷ୍ଟଡ଼ିର। ବାକି ରେସିଓ ପ୍ରପୋର୍ସନ୍ ଚିନ୍ମୟ ସାର୍, ଆଉ ପରସେଣ୍ଟେଜ୍, ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ଏସବୁ ଟିକେ ଆଦିତ୍ୟ ରଞ୍ଜନ ସାର୍ଙ୍କର ଦେଖିଦେବେ। ଯେହେତୁ ଏବେ ଟାଇମ୍ ଅଛି, ଆସିନି, ତ ସେଇଟା ତାଙ୍କର ଦେଖିଦେବେ। ପୁରା ମ୍ୟାକ୍ସିମମ୍ ଯେହେତୁ ମ୍ୟାଥ୍ର ପର୍ସନ୍ଟା ତା ଉପରେ ବେସ୍ଡ, ମାନେ ପରସେଣ୍ଟେଜ୍ ତ ବହୁତ ଜାଗାରେ ଆପ୍ଲାଏ ହେଇପାରେ। ତ ପ୍ରଫିଟ୍ ଲସ୍, ପରସେଣ୍ଟେଜ୍ ଆଣ୍ଡ
सिंपल इंटरेस्ट एंड कंपाउंड इंटरेस्ट एटा देखिदेबे आदित्य रंजन सारंकर जोटा मु देखिछि जेमती देन रेशियो एंड प्रोपोर्शन टा मु चिन्मय सारंकर देखिछि आ वेरिएशन एंड इट्स एप्लीकेशन एटा मु कहली जो प्रो स्टडी रो स्क्वायर रूट क्यूब रूट ए सब अगेन चिन्मय सारंकर देन अलजेब्रा टा मु कहउतली अलजेब्रा कहउतली जो गगन प्रताप सारंकर से जो बुकटा सेटा लाइब्रेरी रो गोटे सांगटा देखिला ताठू देखितली से एबे लाइब्रेरी आसीनी मु तो घर को पळैतली आज से आसीनी तो मु नहले ताठू बुक आनी देखि देथांती को बुकटा एटा जदी न करूछंती देन टिके देखिदेबे पॉलिनोमियल टा मु देखितली प्रो स्टडी रो एक्चुअली सेटा टिके देखिदेबे प्रो स्टडी रो नहले आदित्य रंजन सारंकर देखिदेबे आदित्य रंजन सारंकर भी भल एक्चुअली सब बुझी पारिबे आ गोटे पेपर रे अछि मैथ रो नंबर सिस्टम एटा नंबर सिस्टम टा मु चिन्मय सारंकर भी करछि आदित्य रंजन सारंकर भी करछि दे जनकर करछि अलजेब्रा रो मेन हला फार्मूला तो टिके ट्राई करिवे जोठु भी पढंतु फार्मूला सब टिके भल से कवर करबा पई जेमती सेटा कहतली अलजेब्रा जेमती फार्मूला टिके सब भल से देखिबे तापरे अप्लाई करबा गोटे दुटा वीडियो कार देखिले प्रो स्टडी रू देखंतु नहले मु तो कहबे आदित्य रंजन सारंकर देखंतु उनकर गोटे प्लेलिस्ट अछि माने सेटा तांको चैनल रो नुह जो एमती अलगा सब अपलोड करि दियंती जो तांकर सेथरे अछि सेटा मु देखितली कहीं ना क्वेश्चन अधिक रुहे प्रो स्टडी से क्वेश्चन बहुत कम कम करछंती आदित्य रंजन सारंकर जते अधिक प्रैक्टिस करिवे एक्चुअली मैथ सेते मजा आसीबो आगु को इजी लागिबो एग्जाम रे तापरे आदित्य रंजन सारंकर शॉर्ट ट्रिक भी थाए परसेंटेज प्रॉफिट लॉस थाउ सिंपल इंटरेस्ट कंपाउंड इंटरेस्ट इंटरेस्ट है गला सिंपल इंटरेस्ट कंपाउंड इंटरेस्ट ये सब टिके आदित्य रंजन सारंकर देखिदेबे काइना परसेंटेज टा तो बहुत जगह रे अप्लाई करबा को पड़िबो सेटा अलजेब्रा पूरा फार्मूला बेस्ड फार्मूला सब देखिदेबे देन से जहाँ अधिक थी क्वेश्चन प्राक्ट करदे देखिए एग्जाम ओरिएंटेड एमती नुह कि पूरा एसएससी लेवल बस करेंगे देखिदेवे आग क्वेश्चन देखिदेवे मुझे आज क्वेश्चन बसिक जेहतु जो कहते केमती एक्चुअली सब तो भी स्पेस कथा आगु कही ही डिलीट कर ही दिए कहीं मोर स्पेस एत रुहे तो प्रो स्टडी कहूँ टेक ऑफ वर्ल्ड एक्चुअली पीडीएफ डाउनलोड कर हुए जेहेतु पेड अच्छी तो किंतु देखिपारे गूगल जाकि मुझे 8 नवंबर फास्ट शिफ्ट मैथ सब क्वेश्चन लिखी देती सेकेंड शिफ्ट आउ गोटे सेकेंड होल्ड करंतु एटा थर्ड शिफ्ट आ पेपर टा ब्लैंक एटा सब लिखी देती तो जहाँ भी करूँगी एमती एक्चुअली जो गोटे ग्रुप अच्छी व्हाट्सएप ग्रुप से मुझे ऐड करी जानी ऐड कर व्हाट्सएप ग्रुप रे केमती ही ऐड करेंगे माने लिंक शेयर करें तो सेठी से एबे मो पाखे टेलीग्राम ना जेहेतु फोन स्टोरेज पूरा फुल रोचे आउ प्रीवियस ईयर क्वेश्चन तो एमती हम मिल ही जाऊँगी तो टेलीग्राम एबे किसी दरकार आसनी टेलीग्राम भी ना इंस्टा भी ना कि ना तो से सब कौन कहली कि सी गोटे पूरा कंपाइलेसन दे देथिले जेटीर ना टेलीग्राम रे जो माने थिबे टिके निजे निजे को हेल्प करंतु कमेंट सेक्शन रे जे कहउछन्ते क्वेश्चन कथा जदि अछि आपन पाखरे टेलीग्राम ग्रुप रो लिंक टिके दे देबे तांको तो तांको भी क्वेश्चन मिल जिवो तांको पई भी हेल्पफुल रहइबो काहे कि ना बिना क्वेश्चन देखि किछि करंतुनी अधिक लेवल रो करिया भी दरकार नै जति की दरकार सेति करंतु एति के आज मु बहुत टायर्ड भाबथिल टिके मैथ करिबि बोली लेकिन मु मैथ करिबिनी जदि हम टिके अलगा किछि बायो देखि आज जेहेतु एसएसबी पे टोटल किछि देखिनी ते बायो देखि सोचिबि टाटा गाइस टाटा।